ମଣିଷ ପ୍ରାଣୀ ତାର ବିବେକ ଶକ୍ତି ରହିଛି, କିନ୍ତୁ ମଣିଷ এই ଚକ୍ଷୁଷ୍ମାନ ହୋଇ ମଧ୍ୟ ବେଳେବେଳେ ଅନ୍ଧ ପରି କାର୍ଯ୍ୟ କରୁଛି। ତେଣୁ ଦୁର୍ନୀତିଗ୍ରସ୍ତ ମାନବ ସମାଜ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ପାଇଁ ବା ଦିଗ୍ଦର୍ଶନ ଦେବା ପାଇଁ କବିତାଟି ସୁଦୂର ଅତୀତରେ 1999 ମସିହାରେ ଯେତେବେଳେ ଆସ୍କା ସାଇନ୍ସ କଲେଜରେ ଥିଲି ଅଧ୍ୟାପିକା, ସେ ସମୟରେ এই କବିତାଟି লিখিଥିଲେ এবং বইটি ବାହାରିଥିଲା। কবিতার শীর্ষক পুଣି ଥରେ କହୁଛି, ଆଖି ଥାଇ ଅନ୍ଧ ଯଦି। ଆଖି ବୁଝିଦେଲେ ତ କିଛି ବାକି ରହିବନି। ଇଏ କୁଆଡ଼େ ଯେ ଚାଲିଯିବା, ଇଏ କୁଆଡ଼େ ଯେ ଚାଲିଯିବା କିଛି ହେଲେ ଜାଣିପାରିବାନି। ଯେଉଁଠୁ ଆସିଛୁ ଖାଲି ସେଇଠିକି ଯିବା, ସେଠିକି ଯାହାକି ସବୁରି ଅଜଣା ଅଦୃଶ୍ୟ ଅନାମଧେୟ ସେ ଥାନ। କୃତାୟିତ ଏ ଦୁନିଆ ବଗିଚା ଗଛ ପରି ଆମେ ଏଠି ମୁଣ୍ଡ ଟେକୁ ଖାଲି। ଫୁଲ ହୋଇ ଫୁଟିଯାଉ, ପ୍ରତ୍ରାୟିତ ଫଳାୟିତ ହେଉ। ଦିନ ଆସେ କଞ୍ଚା ପତ୍ର ପାଚି ଝରି ପଡ଼େ, ସୌରଭ ସରିଯାଏ। ନେଳି ଜର୍ଜର ଛନ ଛନ ସବୁଜିମା ଧୂସରାୟିତ ହୁଏ। ଆଉ ପବନ ପରି ଏ ଜୀବନ ଉଡ଼ିଯାଏ ଦୂରେ କାହିଁ ଦୂରେ। ପବନ ପରି ଜୀବନ ଉଡ଼ିଯାଏ ଦୂରେ କାହିଁ ଦୂରେ। ଏଇଟା ଦିନରେ ଜୀବନ, ତଥାପି ହାୟ ଏ ନିର୍ବୋଧ ମଣିଷ କି ଅଦ୍ଭୁତ କାରବାର କରେ। କିଏ କାହାକୁ ବୁଝିପାରେ ନାହିଁ। ସ୍ନେହ ଆଉ ଶ୍ରଦ୍ଧାର ବାଣୀ ଯେତେ ସବୁ ଏଠି ଖାଲି ପ୍ରତ୍ୟାଖ୍ୟିତ ହୋଇଯାଏ। ସ୍ୱର୍ଥାୟିତ ମନ ତଳେ ମନ୍ତ୍ରଣାର କି ବିଭତ୍ସ ବ୍ୟଭିଚାର ଚାଲେ। ଅନ୍ତରଙ୍ଗ ଅନାବିଳ ବିଶ୍ୱାସର କ୍ଷୀର ଗ୍ଲାସରେ ଜୀବନର ବିଷ ଖାଲି ଗୋଳା ହୁଏ ହାୟ। ଯୌତୁକର ଜୁଇ ପରେ ଜଳିଯାଏ ବଧୂ। ମଣିଷର ରୂପ ଖାଲି ସିନା, ମଣିଷର ଚିତ୍ତ କାହିଁ ନାହିଁ। ଆପଣାର ବୋଲି ଯାକୁ କହୁ କାଲି ସିଏ ହୋଇଯାଏ ଖାଣ୍ଟି ସାତପର। ଅଢ଼େଇ ଦିନର ଏ ଜୀବନ ଏଠି ଖାଲି ହୋଇଯାଏ ଅସ୍ଥାୟିତ। ଆଖି ବୁଝିଦେଲେ ସିନା କିଛି ବାକି ରହିବନି। କିଏ ଯେ କୁଆଡ଼େ ଯିବା କିଛି ହେଲେ ଜାଣିପାରିବାନି। କିନ୍ତୁ ଆଖି ଥାଉ କିଆ ଏଇ ଅନ୍ଧ ଆଚରଣ। ସବୁ ଜାଣି ଶୁଣି ବି କିସାଏ ଅଜାଣିବାର ଛଳନା। ସବୁ ବୁଝି ମଧ୍ୟ କାହିଁକି ଏ ଅଜାଣନା। ସେଇ ଗୋଟେ କଥା ଗଛ ପରି ଦେହରେ ଫୁଲ ପରି ଫୁଟିଛି ଏ ଜୀବନ। ଗଛ ପରି ଦେହରେ ଫୁଲ ପରି ଫୁଟିଛି ଏ ଜୀବନ। ପବନ ପରି ଯେ କାହିଁ କୁଆଡ଼େ ଉଭେଇ ଯିବା। କେତେବେଳେ କିଏ ଜାଣେ। ଥରେ ଆଖି ବୁଝିଦେଲେ ସତ ଚେଷ୍ଟା ବ୍ୟର୍ଥ ହେବ ସିନା। ଆଖି ଆଉ ଉନ୍ମୁକ୍ତ ହେବନି। ଆକାଶ, ପୃଥିବୀ, ସମୁଦ୍ର ସବୁଆଡ଼େ ଘଟିଯିବ ଘନ ଅନ୍ଧକାର। କିନ୍ତୁ ବଡ଼ ନିର୍ମମ ଏ ବେଦନା। ଆଖି ଥାଉ ଏ ଯେ ଅନ୍ଧ ଆଚରଣ।